प्रथम वंशावली अध्याय 14। अनंतर सोरर राजा हिरम दाऊदଙ୍କ निकटକୁ दूतगण ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ୍ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା। ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜା ପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତି ପ୍ରାପ୍ତ ହୋଇଥିଲା। ପୁଣି ଦାଉଦ ଜିରୁସାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ। ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। ଜିରୁସାଲମରେ ତାଙ୍କର ଯେ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ ସମୁୟ, ସୋବବ, ନାଥନ, ସଲୋମନ ଓ ଜିଭର, ଇଲିସୁୟ, ଇଲପେଲଟ ଓ ନୋଗହ, ନେଫଗ, ଜାଫିୟ ଓ ଇଲିସାମା, ବିଲିଆଦା ଓ ଇଲିଫେଲଟ। ଏଉତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି। ଏହା ପଲେଷ୍ଟିୟମାନେ ଶୁଣନ୍ତେ ସମସ୍ତ ପଲେଷ୍ଟିୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ। ତେଣୁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ। ଏହି ସମୟରେ ପଲେଷ୍ଟିୟମାନେ ରଫାଇମ୍ ତଳଭୂମିରେ ଚଢ଼ାଉ କରିଥିଲେ। ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, ମୁଁ କଣ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କଣ ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତେଣୁ ସେମାନେ ବାଲ୍ ପରାସିମ୍କୁ ଆସନ୍ତେ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ। ତହିଁରେ ଦାଉଦ କହିଲେ, ପରମେଶ୍ୱର ମୋ ହସ୍ତରେ ମୋର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍ ପରାସିମ୍ ରଖିଲେ। ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ। ପୁଣି ଦାଉଦ ଆଜ୍ଞା କରନ୍ତେ ସେସବୁ ଅଗ୍ନିରେ ଦଗ୍ଧ କରାଗଲା। ଅନନ୍ତର ପଲେଷ୍ଟିୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ। ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ। ସେମାନଙ୍କ ନିକଟରୁ ଫେରିଯାଇ ତୁତ୍ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ପୁଣି ତୁମ୍ଭେ ତୁତ୍ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଯୁଦ୍ଧକୁ ବାହାରିବ, କାରଣ ପରମେଶ୍ୱର ପଲେଷ୍ଟିୟ ସୈନ୍ୟ ଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ। ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେପରି କଲେ। ପୁଣି ସେମାନେ ଗିବିଓନଠାରୁ ଗେସର ପର୍ଯ୍ୟନ୍ତ ପଲେଷ୍ଟିୟ ସୈନ୍ୟ ଦଳକୁ ଆଘାତ କଲେ। ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା। ପୁଣି ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।